ସର୍ଜନାତ୍ମକ ରଚନା ଚାଲନ୍ତୁ ଆଲୋଚନା କରିବା ବହୁତ ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ ସର୍ଜନାତ୍ମକ ରଚନା ଗୁଡ଼ିକ। ପ୍ରଥମ ହେଉଛି କ'ଣ ନା ଧୀର ପାଣି ପଥର କାଟେ। ଦେଖିପାରୁଛନ୍ତି କ'ଣ ନା ଧୀର ପାଣି ପଥର କାଟେ। ତ ଏ ଯେଉଁ ଧୀର ପାଣି ପଥର କାଟେ ମାନେ କ'ଣ, ଧୀରେ 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 ପାଣି ବହି ପଥର ମଧ୍ୟ କାଟିଦିଏ। ତୁମେ ଦେଖିଥିବ ଯେମିତିକି ନିର୍ଝରିଣୀ ଗୋଟେ ଝରଣା ପରିଶେଷରେ କ'ଣ ହୁଏ, ଝରଣାର କଳ କଳ ନାଦରେ ଗୋଟେ ଗିରି ଗହ୍ୱରରୁ ଧୀରେ ଧୀରେ ପତଳାରେ ପାଣି ଝରୁଥାଏ। ପରିଶେଷରେ କ'ଣ ହୁଏ ନା ସର୍ବବୃହତ ନଦୀରେ ପରିଣତ ହୋଇଥାଏ। କିନ୍ତୁ ଆଉ କ'ଣ କରେ ନା ପର୍ବତୀୟ ଶଯ୍ୟାରେ ତାର ଗତିରୋଧ କରନ୍ତି ନାହିଁ ଶିଳାଖଣ୍ଡ ସମୂହ, ବା ସେ ପାହାଡ଼କୁ ମାନେ ଖୋଳିକିରି ସେ ବାହାରି ପଡ଼େ। ଧୀରେ ଧୀରେ ବହୁଥିବା ଝରଣା ଆଗକୁ ବହିଯିବାର ପ୍ରଚେଷ୍ଟାରୁ ନିବୃତ୍ତ ହୁଏ ନାହିଁ। ଅହରହ ତାର ସଂଗ୍ରାମ ପ୍ରାୟ ଜାରି ରହିଥାଏ। ଧୀରେ ଧୀରେ ଗତି କରି ସେ ଅବିରତ ଚେଷ୍ଟା କରି ତାକୁ ଶେଷରେ ସଫଳତା ପ୍ରାପ୍ତ ହୁଏ। ସେ କ'ଣ କରେ ନା ଶିଳାଖଣ୍ଡର ବାଧାକୁ ଅତିକ୍ରମ କରି ଆଗକୁ ବହିଯାଏ। ଧୀର ଗତିର ପାଣି ଶିଳାକୁ କ୍ଷୟ କରିପାରେ ଓ ବିଶାଳ ପ୍ରସ୍ତର ଖଣ୍ଡ ବା ପଥର ଖଣ୍ଡ ଶେଷରେ କ୍ଷୁଦ୍ର ବାଲୁକା ରେଣୁରେ ପରିଣତ ହୁଏ। କାହିଁକି ନା ଏଇ ଯେଉଁ ପାଣିର ମାଡ଼ରେ ବା ଧୀର ପାଣିରେ ଏଇ ଯେଉଁ ପଥର ମଧ୍ୟ ବାଲି ପରିଣତ ହୋଇଯାଏ। ଯାହା ଧୀର ପାଣି ଦ୍ୱାରା ସମ୍ଭବ ହୁଏ ତାହା ଦ୍ରୁତ ଗତିରେ ବା ପ୍ରଖର ସ୍ରୋତରେ ବହି ଚାଲିଥିବା ପାଣି କରିପାରେ ନାହିଁ। ତେଣୁ ପ୍ରକୃତିର ଏ ଉଦାହରଣରୁ ଆମେ ମଧ୍ୟ ଶିଖିବାକୁ ପାଇବା ଯେ ଯଦି ଜଣେ ଶାନ୍ତ ଧୀର ଭାବରେ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କରେ ତେବେ ସେ ପରିଶେଷରେ ସଫଳ ହୋଇଥାଏ। ଜୀବନର ଚଲାବଟରେ ହୁଏତ ଅନେକ ବାଧାବିଘ୍ନ ଆସିପାରେ, ତହିଁରେ ବିଚଳିତ ନ ହୋଇ ଜଣେ ତାର ପ୍ରଚେଷ୍ଟା ଅବ୍ୟାହତ ରଖିବା ଉଚିତ। ଆମେ ଶୁଣିଛେ ଏଇ ଯେଉଁ କଇଁଛ ଏବଂ ଠେକୁଆ ଗଳ୍ପ, ଜିତିଲା କିଏ? କଇଁଛ। ତେଣୁ ଧୀର କଥା, ଧୀରେ ଧୀରେ କାମ କରି ନିଶ୍ଚୟ ଜିତି ହେବ। ପ୍ରତ୍ୟେକ ତାଙ୍କ କାର୍ଯ୍ୟରେ ସଫଳ ହୋଇପାରିବେ। ପୂର୍ବର ଗୁରୁ ପରମ୍ପରା ଠାରୁ ଆଜିର ବୈଜ୍ଞାନିକ ଆବିଷ୍କାର ଯାଏଁ ସର୍ବତ୍ର କେବଳ ନୀରବ ସାଧକ ହିଁ ଶେଷରେ ସିଦ୍ଧି ଲାଭ କରିଛି। ତେଣୁ ଧୀର ଶାନ୍ତ ଭାବରେ କରୁଥିବା କାର୍ଯ୍ୟର ସଫଳତାକୁ ଧୀର ପାଣି ପଥର କାଟେ ବୋଲି କୁହାଯାଇଛି। ଦ୍ୱିତୀୟରେ ଆମେ ଦେଖିବା ଆପଣା ହସ୍ତେ ଜିହ୍ୱା ଛେଦି, ମାନେ ନିଜ ହାତରେ ଜିଭ ଛେଦ ନ କରିବା। ଜଗନ୍ନାଥ ଦାସଙ୍କର ଉଲ୍ଲେଖ କ'ଣ ନା ଆପଣା ହସ୍ତେ ଜିହ୍ୱା ଛେଦି କେତାର ଅଛି ପ୍ରତିବାଦୀ, ମାନେ ବାକ୍ଯନ୍ତ୍ର କୋଉଟା? ଜିହ୍ୱା ଆମର ଅନ୍ୟତମ ଅଂଶ ବିଶେଷ। କହିବା ପାଇଁ ବହୁତ ହେଲ୍ପ କରେ। ଏହାର କାର୍ଯ୍ୟଧାରା ଦ୍ୱିବିଧ। ମନର ଭାବକୁ ପ୍ରକାଶ କରିବା ପାଇଁ ଜିହ୍ୱାର ଭୂମିକା ଅପରିହାର୍ଯ୍ୟ। କଥା କହିବାରେ ଯେପରି ଜିହ୍ୱାର ଭୂମିକା, ସେହିପରି ଉଦର ପୂର୍ଣ୍ଣ ପାଇଁ ବା ପେଟକୁ ପୂରାଇବା ପାଇଁ ଖାଦ୍ୟର ସ୍ୱାଦିଷ୍ଟତାକୁ ଅନୁଭବ କରି ବା ଗୋଟେ ସେଇଟା ମଧ୍ୟ ଭୂମିକା। ତେଣୁ ଜିହ୍ୱା ମାଧ୍ୟମରେ ବା ଜିଭ ମାଧ୍ୟମରେ ଏହାର ଗୁରୁତ୍ୱକୁ ଉପଲବ୍ଧ କରି ବାଚାଳାମିରେ ହେଉ କି ବଡ଼ି ମାପଣରେ ହେଉ, ଯଦି କେହି କିଛି ନିଜ ହାତରେ ନିଜେ ତାହା କାଟିଦିଏ ତେବେ ତାରି କେବଳ କ୍ଷତି ଛଡ଼ା କିଛି ଲାଭ ନାହିଁ। ନିଜେ ଯଦି ଜିଭଟି କାଟିଦେଲ ତାହେଲେ ନିଜର ହିଁ କ୍ଷତି। ଏ ଦିଗରେ ପ୍ରତିବାଦ କଲେ କିଛି ଫଳ ହୁଏ ନାହିଁ, ବରଂ ମରଣକୁ ବରଣ କଲା ପରି ବିପଦକୁ କେବଳ ଡାକି ଆଣେ। ସେ ଜାଣିପାରେ ନାହିଁ ଯେ ପ୍ରତ୍ୟେକ ଭଲ କର୍ମର ଭଲ ଫଳ ଅଛି ଏବଂ ପ୍ରତ୍ୟେକ ମନ୍ଦ କର୍ମର ମଧ୍ୟ ମନ୍ଦ ଫଳ ଅଛି। ସ୍ୱାର୍ଥରେ ହେଉ କି ଲାଭରେ ହେଉ ପ୍ରୋତ୍ସାହନ ଯୋଗୁଁ ଭଲରେ ନ ହୋଇ ମନ୍ଦରେ ହୁଏ। ତେଣୁ ବାହାରକୁ ଚାତୁର୍ଯ୍ୟପୂର୍ଣ୍ଣ ଚମତ୍କାର ଲାଗିଲେ ବି ଏହାର ପ୍ରତିକ୍ରିୟା ମଣିଷକୁ ଭୋଗିବାକୁ ପଡ଼ିଥାଏ। ତେଣୁ ସବୁ କିଛିର କ'ଣ ତାର ପ୍ରତିକ୍ରିୟା ମଣିଷକୁ ଭୋଗିବାକୁ ପଡ଼ିଥାଏ। ଯେମିତିକି ଲାଞ୍ଚ, ମିଛ, ସରକାରୀ ପାଣ୍ଠି ଆତ୍ମସାତ କରୁଥିବା ଭଦ୍ର କର୍ମଚାରୀ ଜଣକ ଜେଲ ଦଣ୍ଡ ଭୋଗିଲେ ତାକୁ କେହି ସେ ଲଜ୍ଜାରୁ ରକ୍ଷା କରିବା ପାଇଁ ଅସମ୍ଭବ ହୋଇଥାଏ।
ନିଜ ଭାଗ୍ୟ ଓ ଭବିଷ୍ୟତକୁ ସହଜରେ ସୁଧାରି ନେବା ପାଇଁ ଯଦି କେହି ଆଣ୍ଠୁଆ ଗୋପାଳ ବାବାଙ୍କର ଶରଣାଗତ ହୁଏ, ତେବେ ସେ ବାବାଙ୍କ କବଳରୁ ମୁକ୍ତି ପାଇବା ସହଜ ହୁଏ ନାହିଁ। ତେଣୁ ଅଧିକ ଧନ ପ୍ରାପ୍ତିର ଆଶା ରଖି କେହି ଯଦି ଚିଟ୍ଫଣ୍ଡର ଅର୍ଥ ବିନିଯୋଗ କରେ, ତେବେ ତାର ସମସ୍ତ କ୍ଷତି ପାଇଁ ସେ ନିଜେ ହିଁ ଦାୟୀ। ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢ଼ାରେ ମନ ନ ଦେଇ ଯଦି ପରୀକ୍ଷାରେ କପି କରି ପାସ୍ କରିବା ପାଇଁ ଆଶା ବାନ୍ଧିବେ, ତେବେ ନିଜେ ବାନ୍ଧି ହେବା ବ୍ୟତୀତ ଆଉ କିଛି ନୁହେଁ। ତେଣୁ ଏଇ ଯେଉଁ କଳା ଦାଗ, ସେ ଯେଉଁ କଳା ଦାଗରେ ତାର ମହତ୍ଵ ଗୁରୁତ୍ୱ ଲୋପ ପାଇଯାଇଥାଏ। ସେଥିପାଇଁ ସେ ନିଜେ ହିଁ ଦୋଷୀ ହୋଇଥାଏ। ଯେମିତିକି ମଦ୍ୟପାନ କରିଥିବା ଗାଡ଼ି ଚାଳକର ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ, ତେବେ ତା ପାଇଁ ସେ ନିଜେ ହିଁ କାରଣ ହୋଇଥାଏ। ତେଣୁ ସବୁ ଜାଣି ଶୁଣି ବୁଝି ଯିଏ ନିଜେ ନିଜ ପାଇଁ ଗାତ ଖୋଳେ, ସେଠାରେ ତାକୁ କୁହାଯାଏ ଆ ବଳଦ ମୋତେ ବିନ୍ଧ ନାହିଁ। ତେଣୁ ଦୁର୍ଯୋଗ ମାଡ଼ି ଆସେ। ଏହି ପ୍ରସଙ୍ଗରେ ଯଥାର୍ଥରେ କୁହାଯାଇଛି ଯେ ଆପଣା ହସ୍ତେ ଜିହ୍ୱା ଛେଦି କେତାର ଅଛି ପ୍ରତିବାଦୀ। ତ ଯଦି ପଡ଼େ ଆ ବଳଦ ମୋତେ ବିନ୍ଧ, ସେହି ସେମ୍ ଜିନିଷ ଲେଖାଯିବ। ପ୍ରବାଦଟି ଉତ୍କଳର ପୁରପଲ୍ଲୀରେ ପ୍ରଚଳିତ ଅଛି। ତେଣୁ ଆପଣା ହସ୍ତେ ଜିହ୍ୱା ଛେଦି, ମୋ କର୍ମ ଫଳ, ମୋ କର୍ମ କଲା ଫଳ ନିଶ୍ଚୟ ମୋତେ ଭୋଗିବାକୁ ପଡ଼ିବ। ମଦ ପିଇକିରି ଗାଡ଼ି ଚଲେଇଲେ ଦୁର୍ଘଟଣା ନିଶ୍ଚିତ ହେବ। ପାଠ ନ ପଢ଼ି କପି କଲେ ନିଶ୍ଚିତ ମୋତେ ଧରିବେ ଏବଂ ମୋର ଭଲ ଫଳ ହେବ ନାହିଁ। ତେଣୁ ଧନ ପ୍ରାପ୍ତି ଆଶା ରଖି ଚିଟ୍ଫଣ୍ଡ କଲେ ତେଣୁ ନିଜେ ହିଁ କ୍ଷତି ସାଧନ ହେବ। ଏଇଭଳି ଭାବରେ ବହୁତ ଗୁଡ଼ିଏ ଏକ୍ଜାମ୍ପଲ ଦିଆଯାଇଛି। ତୃତୀୟରେ ଅଳ୍ପ ବିଦ୍ୟା ଭୟଙ୍କରୀ। ବିଦ୍ୟାର ଶକ୍ତି ଅକାଳନ୍ତୀ। ଅନ୍ୟକୁ ଧନରତ୍ନ ଦାନ କଲେ ତାହା ସରି ସରି ଆସିଥାଏ, କିନ୍ତୁ ବିଦ୍ୟାକୁ ଦାନ କଲେ ବିଦ୍ୟା ରୂପକ ଧନକୁ ଯେତେ ଦାନ କରିବ ସେତେ ବୃଦ୍ଧି ହୁଏ, ହ୍ରାସ ନ ହୋଇ ବୃଦ୍ଧି ହୁଏ। ତେଣୁ କୁହାଯାଇଛି, ଚାଣକ୍ୟ କହିଛନ୍ତି ଜ୍ଞାନ୍ତି ଭି ବାଣ୍ଟ୍ୟତେ ନୈବ ଚୈରାଣପି ନନିୟତେ ଦାନେନ ନ କ୍ଷୟଂ ଯାନ୍ତି ବିଦ୍ୟାରତ୍ନଂ ମହାଧନମ୍। ମାନେ ମଣିମାଣିକ୍ୟ ଭଣ୍ଡାରର ଅଧିକାରୀ ରାଜା କେବଳ ନିଜ ଦେଶରେ ପୂଜା ପାଉଥାଏ, କିନ୍ତୁ ବିଦ୍ୱାନ ଦେଶ ବିଦେଶରେ ସର୍ବତ୍ର ପୂଜା ପାଇଥାଏ। ତ ବିଦ୍ୟାର ମହତ୍ ଗୁଣ ହେଉଛି ତାହା ଆମର ସମସ୍ତ ସଂକୀର୍ଣ୍ଣତାକୁ ଦୂର କରି ଆମକୁ ମୁକ୍ତ ଓ ଉଦାର କରିଥାଏ। ଯେ ଯେତେ ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ତା ପାଇଁ ଆହୁରି ଅନେକ କିଛି ବାକି ରହିଯାଇଥାଏ। ତେଣୁ ପ୍ରକୃତରେ ବିଦ୍ୟା ଅର୍ଜନର ଶେଷ ନାହିଁ। ନ୍ୟୁଟନ ଯେମିତି ଆମେ କହିବା, ନ୍ୟୁଟନ ଜଣେ ବୈଜ୍ଞାନିକ ଥିଲେ। ନ୍ୟୁଟନଙ୍କ ପ୍ରତି ପରି ବୈଜ୍ଞାନିକ ବୋଧ ହୁଏ ସେଥିପାଇଁ କହିଥିଲେ କ'ଣ ନା, ମୁଁ ଜ୍ଞାନର ଅନନ୍ତ ବେଳାଭୂମିରୁ କ୍ଷୁଦ୍ର ଉପଳ କେତେ ଖଣ୍ଡ ମାତ୍ର ସଂଗ୍ରହ କରିଛି। ତେଣୁ ଜ୍ଞାନୀ ଗୁଣୀଜନ ତେଣୁ ନମ୍ର ବିନିମୟ ହୋଇଯାଇଥାଏ। ଠିକ୍ ଫଳନ୍ତି ଗଛ ନଇଁ ପଡ଼ିବା ପରେ ସେମାନେ ନମ୍ର ହୋଇଯାନ୍ତି, ବିନମ୍ର ହୋଇଯାନ୍ତି। କେଉଁମାନେ? ଜ୍ଞାନୀମାନେ। ତେଣୁ ଯେଉଁମାନେ ଅଳ୍ପ ବିଦ୍ୟାର ଅଧିକାରୀ ହୋଇଥାନ୍ତି ସେମାନେ ନିଜର ସ୍ୱଳ୍ପ ଜ୍ଞାନକୁ ନେଇ ଅତି ଗର୍ବରେ ଫାଟି ପଡ଼ନ୍ତି ନାହିଁ। ଯେମିତି କୂପମଣ୍ଡୁକ କୂଅ ଭିତରେ ଗର୍ଜନ କରୁଥାଏ, କିନ୍ତୁ ଜାଣିନଥାଏ ଯେ କୂଅଟି ବହୁତ ସୀମିତ। ନିଜେ ସବୁ ଜାଣିଛନ୍ତି ବୋଲି ଭାବି ଜଣେ ମହାଜ୍ଞାନୀ ବୋଲି ମନେକରି ଏତେ ଅହଙ୍କାରୀ ଦେଖାଯାଇଥାନ୍ତି ଯାହାକୁ ସହ୍ୟ କରି ହୁଏ ନା। ଏ ଦିଗରେ ସଂସ୍କୃତରେ ଗୋଟିଏ ଶ୍ଲୋକ ଅଛି, ଅଗାଧ ଜଳ ସଞ୍ଚାରୀ ରୋହିତ ନୈବ ଗର୍ବିତ ଗଣ୍ଡୁ ଶୋକ ଶୋଧକ ମାତ୍ରେଣ ସଫରି କ'ଣ ଫରଫରାୟତି। ଅର୍ଥାତ୍ ଅଗାଧ ଜଳରେ ସଞ୍ଚରଣ କରୁଥିବା ରୋହି ମାଛ କେବେ ତାର ଗର୍ବ ଦେଖାଏ ନାହିଁ, ମାତ୍ର ଗଣ୍ଡୁ ସେ ବା ପୋଷେ ମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ। ଦେଖାଯାଏ ସୀମିତ ଜ୍ଞାନ ସମ୍ପୂର୍ଣ୍ଣ ବ୍ୟକ୍ତି, ଯେଉଁ ସୀମିତ ଜ୍ଞାନ ସମ୍ପୂର୍ଣ୍ଣ ବ୍ୟକ୍ତି ବେଙ୍ଗମାନଙ୍କର ରଡ଼ି ପରି ଉଚ୍ଚ କଣ୍ଠରେ ସେମାନଙ୍କ ତଥାକଥିତ ଜ୍ଞାନର ପାଣ୍ଡିତ୍ୟ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ପ୍ରକୃତରେ ନିଜର ସ୍ୱଳ୍ପ ଜ୍ଞାନ ଯୋଗୁଁ ଏମାନେ କୌଣସି କାର୍ଯ୍ୟକୁ ସଫଳ ଭାବରେ ପୂରଣ କରିପାରନ୍ତି ନାହିଁ। ଅଳ୍ପଜ୍ଞାନୀ ଲୋକମାନେ ନିଜର ସୀମିତ ଜ୍ଞାନର ପ୍ରୟୋଗ କରି ବେଳେବେଳେ ଏପରି ଭୁଲ କରି ବସନ୍ତି ଯେ ଯାହାର ଫଳ ଅତ୍ୟନ୍ତ ଭୟାନକ ହୋଇଥାଏ। ସେଥିପାଇଁ ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି କୁହାଯାଇଛି। କୁସୁମ ପରଶେ ପଟ ନିଷ୍ଠରେ। ତ
जो कुसुम शब्दर अर्थ कौन ना फूल फूलर मालाटिए गुंथि देवता उद्देश्य अर्पण करने को हेले कदली पटुआर आवश्यक होता है। तो वास्तव दृष्टि कौन हुए ना कदली पटुआर सेमिति भाग्य न थाए कौन मूल्य न थाए किंतु ठाकुर गलार चढ़ाब नहीं तेणु एकाकी ठाकुर पर्याप्त जीवा पर्यंत जीवा ठाकुर सानिध्य लाभ करवा एकता तापाई आकाश कुसुमर प्रति परिकल्पना मात्र भाग्य न थाए। तेणु कौन होता है ना डालुओ जोगे कानिसिरी पानी पीवा परी फूल जोगु कदली पटुआर ही गुरुत्व बढ़ी थाए। ए कदली पटुआ परी समाज रे नीच लोक मानकर संख्या कम नुहे से महत लोक मान संस्पर्श रे आसी से घूर्ण्य जीवन रू से निस्तार पाई थांती। शंकराचार्य कहते यदि जड़े व्यक्ति क्षणक पाई मध्य सज्जन संगति करे तेबे ताकू ए भवसागर नौका सदृश पार कर दे पारिबो। एकदा कौन है दस्यु रत्नाकर नारदों संस्पर्श रे आसी तांकर अनैतिक कार्यकलाप निवृत्त रही परामर्श पाइथिले और शेष से वाल्मीकि रूप में रामायण रचना करने को समर्थ होते। जमती जगाई माधई कौन करी जगाई माधई परी पापी श्री चैतन्य सन्निध्य पाई हरिनाम जपिबारु ए पंकिल संसार उद्धार पाइथिले। एहीपरि बहुत गुड़े उदाहरण अच्छी। तो जनकर उज्जवल भविष्य प्रकृत में महत लोकों द्वारा महत्तर होता है। जमती कदली पटुआ कुसुम परी पवित्र सृष्टि सह जोड़ी हो जो उच्च स्थान में पहुँची थाए ताकू लक्ष्य कर एपरी कहुई कुसुम पर से पट निष्ठरे। तेणु कदली पटुआर भाग्य एते न थाए। कदली पटुआ भगवान पाखे पहुँचे केवल फूल पाए। ठीक अच्छी पिला माने बहुत भल लगी समस्त शेयर कर रही सांग मानू आनी जोड़ चैनल सहित बंदी उत्कल जननी।